ଆଷ୍ଟ୍ରୋଲୋଜର ଗୁଣନିଧି ଶତପଥୀ। ଆଜି ଏକ ଯୋଗ ବିଷୟରେ ଡିସ୍କସ୍ କରିବା। ସିଏ ହେଲା ଆପଣଙ୍କର ଗୁରୁ ଚାଣ୍ଡାଳ ଯୋଗ। ଗୁରୁ ଚାଣ୍ଡାଳ ଯୋଗ ମୁଁ କହୁନି, ଅନେକ ଆଷ୍ଟ୍ରୋଲୋଜର କହନ୍ତି ବା ଆପଣଙ୍କ ବହୁତ ସାରା ଆପଣ ବୁକ୍ସ କିମ୍ବା ଅଦର ଯୋଉ ଲିଟରେଚର ଆଷ୍ଟ୍ରୋଲୋଜିକାଲ ଲିଟରେଚର ଅଛି ତ ସେଥିରେ ଆପଣ ପଢିବା ପାଇଁ ପାଇବେ ଗୁରୁ ଏବଂ ରାହୁ ଯଦି ରହିଲେ କୌଣସି ହାଉସରେ, ଯେମିତି ଆମେ ଆଷ୍ଟ୍ରୋଲୋଜିର 12ଟା ହାଉସକୁ ପଢିଥିଲେ ପୂର୍ବ ଭିଡ଼ିଓରେ। ଯୋଉମାନେ ଦେଖିନାହାନ୍ତି କାଇଣ୍ଡଲି ଦେଖି ନିଅନ୍ତୁ, ବା ଯୋଉମାନଙ୍କ ଶିଖିବା ପାଇଁ ଇଚ୍ଛା ଅଛି ବା ଜାଣିବା ପାଇଁ ଇଚ୍ଛା ଅଛି। ତ ଗୁରୁ ଏବଂ ରାହୁ ଯଦି କୌଣସି ବି ହାଉସ ରହିଲେ 1 ରୁ 12 ନମ୍ବର ହାଉସ ଭିତରେ, ତ ତାକୁ ଆପଣଙ୍କ ବହୁତ କେସେସରେ ଗୁରୁ ଚାଣ୍ଡାଳ ଦୋଷ କହନ୍ତି। ମୁଁ ତାକୁ କିନ୍ତୁ କହେ ନାହିଁ। ଚାଣ୍ଡାଳର ପରୀକ୍ଷାନ ବା ଆମେ ଯୋଉ ପ୍ରତ୍ୟାଖ୍ୟାନ କହିବା, ତ ଚାଣ୍ଡାଳର ପ୍ରତ୍ୟାଖ୍ୟାନ ରାହୁକୁ ବର୍ତ୍ତମାନ ଯୋଉ କରାହଉଛି ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏହା ସତ୍ୟ ଯୁଗରେ ହିଁ ଥିଲା। ଗୁରୁ ଚାଣ୍ଡାଳ ଯୋଉଟା ଆପଣ କହୁଥିଲେ, ଚାଣ୍ଡାଳର ଯୋଉ ପ୍ରବୃତ୍ତି ରାହୁର ଥିଲା, ବର୍ତ୍ତମାନ ଯୁଗରେ ତାହା ଓଲଟା। ସତ୍ୟ ଯୁଗରେ ଦେଖନ୍ତୁ ଆପଣଙ୍କ ଏସବୁ ଜିନିଷକୁ ବହୁତ ଘୃଣ୍ୟ ମନେ କରାହଉଥିଲା, ବଟ୍ କିନ୍ତୁ ଏଇ ଯୋଉ କଳି ଯୁଗରେ ଆମେ ବସବାସ କରୁଛନ୍ତି, ସେଥିରେ ଦେଖନ୍ତୁ ରାହୁ ଦ୍ୱାରା ଆମେ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବିତ। ଯେମିତି ଛୋଟ ଆପଣ ମୋବାଇଲ ଧରିଛନ୍ତି, ମୋବାଇଲରେ ଯାହା ବି କିଛି କରୁଛନ୍ତି ଏଥିରେ ଆପଣ ସିଗ୍ନାଲ ଥ୍ରୋରେ ହିଁ ହଉଛି ନା, ତ ଇଏ ରାହୁ ଦ୍ୱାରା ହିଁ ଚାଳିତ। ଯେକୌଣସି ଆପଣଙ୍କର ସାଇଣ୍ଟିଫିକ ସିଗ୍ନାଲ ହେଲା, ରେଡିଓ ସିଗ୍ନାଲ ହେଲା, ଏସବୁ ରାହୁ ଦ୍ୱାରା ଚାଳିତ, ଯାହାଦ୍ୱାରା କି ଆପଣଙ୍କ ଇଣ୍ଟରନେଟ ଚାଲୁଛି ଏବଂ ଜାଣିପାରୁଛନ୍ତି। ତେଣୁ ଆଜିର ଦିନରେ ଗୁରୁ ଚାଣ୍ଡାଳ ବୋଲି କୌଣସି ପ୍ରକାର ଶବ୍ଦ ନାହିଁ। ଆଷ୍ଟ୍ରୋଲୋଜିକୁ ବା ଆଷ୍ଟ୍ରୋଲୋଜର ମାନେ ବି ଆଜି ଯୋଉ ବର୍ତ୍ତମାନ ପରିସ୍ଥିତି ଅନୁସାରେ ବି ନିଜେ ଅପଡେଟ ହେବା କଥା। ଦେଖିଲି କଣ ଆପଣ କଣ ଥିଲା, ବର୍ତ୍ତମାନ ପରିସ୍ଥିତି କଣ ଅଛି, ତ ଏଇ ଯୁଗରେ କଣ ହେଇଥାଏ, ତ ପ୍ରଥମେ ଆପଣ ଜାଣିବାକୁ ପଡିବ। ସମ୍ପୂର୍ଣ୍ଣ ଭଲ ବା ସମ୍ପୂର୍ଣ୍ଣ ଖରାପ କୌଣସି ଯୋଗ ହେଇନଥାଏ। ତାକୁ ଠିକ ଭାବରେ ୟୁଟିଲାଇଜ କରିବା ହିଁ ଆପଣଙ୍କ ପାଇଁ କି ତାହା ବରଦାନ ସାବ୍ୟସ୍ତ ହେଇଥାଏ କିମ୍ବା ଅଭିଶାପ ସାବ୍ୟସ୍ତ ହେଇଥାଏ। ସେଭଳି ଗୁରୁ ଚାଣ୍ଡାଳ ଆପଣଙ୍କର 1 ରୁ 12 ଭିତରେ ଯେକୌଣସି ହାଉସ ଥିଲେ, ତାର ପ୍ରଥମ ଇମ୍ପାକ୍ଟ ହେଲା ଆପଣଙ୍କୁ ଗୋଟେ ଭିଜନାରୀ ପର୍ସନ ବନେଇବ। ଭିଜନାରୀ ମାନେ କଣ? ଯେମିତି 30 ବର୍ଷ ବା 40 ବର୍ଷ ପୂର୍ବେ ଆପଣ କେହି ଭାବିଥିଲେ ଗୋଟେ ଏମିତି ମୋବାଇଲ ବୋଲି ଗୋଟେ ଜିନିଷ ଆସିବ ଯୋଉଥିରେ କି ଆପଣ କଥା ହେଇପାରିବେ, ଯୋଉଥିରେ କି ଆପଣ ଆଉ ଏଇ ଯୋଉ ଏଣ୍ଟରଟେନମେଣ୍ଟ ସୋର୍ସ ଆପଣ ଖୋଜୁଛନ୍ତି ବା ଯାହା ବି କିଛି ଲର୍ଣ୍ଣିଂ କରୁଛନ୍ତି, ଏସବୁ କରିପାରିବେ ବୋଲି କେହି ଭାବିନଥିଲେ। ଏଇନା କିଛି ତ କେହି ତ ଭାବିଥିବ ତା ବିଷୟରେ ନା, ତାପରେ ଯାଇକି ସବୁ ଆପଣଙ୍କ ଇନଭେନସନ ହେଇପାରିଲା। ସେଇଭଳିଆ ଆପଣଙ୍କର ଗୁରୁ ରାହୁ ଥିଲେ ଆପଣଙ୍କୁ ଏଇ ଟାଇପର ଗୋଟେ ଭିଜନାରୀ ପସନ୍ଦ କରାଇବ ବା ଦୂରଦୃଷ୍ଟି ସମ୍ପନ୍ନତା ଆପଣଙ୍କୁ ପ୍ରଦାନ କରିବ। ଆଇନଷ୍ଟାଇନଙ୍କ କୁଣ୍ଡଳୀରେ ଗୁରୁ ଏବଂ ରାହୁଙ୍କ ଯୋଗ ଥିଲା, ତାଙ୍କୁ ଆମେ ଗୁରୁଚଣ୍ଡାଳ କହିବାନି। ତ ସେଇଭଳି କିଛି କାଂଶରେ ଇଏ ଆପଣଙ୍କୁ ପ୍ରୋବ୍ଲେମ ବି ଦେଇଥାଏ। ଯେମିତିକି ପ୍ରୋବ୍ଲେମ ବୋଲି ଯିଏ ଭାବିଲେ ତାକୁ ପ୍ରୋବ୍ଲେମ ଭାବନ୍ତୁ, କିନ୍ତୁ ଇଏ ଆପଣଙ୍କୁ କନଷ୍ଟାଣ୍ଟଲି ଓଭର ଥିଙ୍କିଂ ଏବଂ କୌଣସି ଜିନିଷକୁ ବାରମ୍ବାର ଭାବିବା, ସେ ବିଷୟରେ ଆପଣଙ୍କ ମନରେ ସ୍ୱତନ୍ତ୍ର ଭାବରେ କୌଣସି କିଛି ଇମାଜିନ ସୃଷ୍ଟି ହେବା, ଏସବୁ ବି କରାଇଥାଏ। ସେଥିପାଇଁ ତ ଆପଣ ଇମାଜିନ ବହୁତ ସାରା ଇମାଜିନ କଲେ ହିଁ ଦୂରଦୃଷ୍ଟି ହେଇଥାଏ ନା, ତ ଏସବୁ ଜିନିଷ କରାଇଥାଏ ବା ଆପଣଙ୍କୁ ରେଷ୍ଟଲେସନେସ୍ କରିଥାଏ। ମାନେ କୌଣସି ଜିନିଷକୁ ଅତ୍ୟଧିକ ଭାବିବା, ଅତ୍ୟଧିକ ଚିନ୍ତା କରିବା, ତ ତାକୁ ଯଦି ଆପଣ ଠିକ ବାଟରେ ଲଗେଇଲେ, କୌଣସି ଜିନିଷକୁ ଆପଣ ଠିକ ବା ଆପଣଙ୍କ ଯୋଉ ଭାବନାକୁ ଆପଣ ଠିକ ବାଟରେ ଯଦି ଲଗେଇଲେ ବା ଠିକ ରାସ୍ତାରେ ଆପଣ ଲଗେଇଲେ, ତ ନିହାତି ଭାବରେ ଇଏ ଆପଣଙ୍କୁ ବହୁତ ଭଲ ଫଳ ପ୍ରଦାନ କରିବ। କିଛି କିଛି ହାଉସରେ ଏହାର ଇମ୍ପାକ୍ଟ ଟିକେ ଖରାପ ଥାଏ, କିନ୍ତୁ ଅନେକାଂଶରେ ୟାକୁ ଏଇ ଯୋଉ ଯୋଗକୁ ଆମେ ଯଦି ୟୁଟିଲାଇଜ ଆମ ଜୀବନରେ କରିବା, ଠିକ ଭାବରେ ତାର ସଦୁପଯୋଗ କରିବା, ତାହେଲେ ଇଏ ଆପଣଙ୍କୁ ବହୁତ ଲାଭପ୍ରଦ ମଧ୍ୟ ହବ। ତେଣୁ କୌଣସି ଯୋଗକୁ ନେଇକି, କୌଣସି ଆପଣଙ୍କ ଦୋଷକୁ ନେଇକି ଆପଣ ଡରନ୍ତୁ ନାହିଁ। ତାର ଠିକ ୟୁଟିଲାଇଜେସନ ହିଁ ଆପଣ ଏହା ପାଇଁ କି ବରଦାନ। ତେଣୁ ଯଦି ଆପଣ ଚାହାନ୍ତି କି ଆପଣଙ୍କ କୁଣ୍ଡଲିକୁ ଆପଣ ବା ଆପଣଙ୍କ ଜାତକକୁ ଆପଣ ବିଶ୍ଳେଷଣ କରିବା ପାଇଁ ଚାହାନ୍ତି, ଆପଣଙ୍କ ଜାତକରେ କୋଉ କୋଉ ଯୋଗ ଅଛି ଏବଂ ତାକୁ ଆପଣ କେମିତି ସଦୁପଯୋଗ କରିପାରିବେ, ତ ନିହାତି ଭାବରେ ମୋ ସହିତ ଆପଣ କଥାବାର୍ତ୍ତା ହେଇପାରିବେ ବା କନସଲଟେସନ ନେଇପାରିବେ। କନସଲଟେସନ ପାଇଁ କି ଆପଣଙ୍କ ଡିସ୍କ୍ରିପସନରେ ନମ୍ବର ଅଛି ଏବଂ ସ୍କ୍ରିନରେ ବି ନମ୍ବର ଆସୁଥିବ, ତ ଏଥିରେ ଆପଣ ହ୍ୱାଟ୍ସଆପ ଥ୍ରୁରେ ହିଁ ଆପଣ କନସଲଟେସନ ନେଇପାରିବେ ଏବଂ ଫାଷ୍ଟ ଆପଏଣ୍ଟମେଣ୍ଟ ନେବାକୁ ପଡିବ, ତାପରେ ଆପଣ କନସଲଟେସନ ନେଇପାରିବେ। ତ ଏସବୁ ଆପଣ ଠିକ ଭାବରେ ଆପଣଙ୍କ ଜାତକକୁ ନେଇକି କେମିତି ଚାଲିବେ, ୱିଦାଉଟ୍ ଏନି ଫିୟରରେ, କୌଣସି ଭୟଭୀତ ନ ହେଇକି କେମିତି ଆପଣଙ୍କର ଯୋଗ ବା ଯାହା ବି ଅଛି ତାକୁ ଆପଣ ୟୁଟିଲାଇଜ କେମିତି କରିପାରିବେ। ତ ଏହା ଆମେ ଯୋଉ ଫର୍ଦର ଯାହା ବି କିଛି ଭିଡ଼ିଓ ଆସିବ ସେଥିରେ ମଧ୍ୟ ଶିଖିବା। କି ଜାତକ କେବଳ କିଛି ଜଣଙ୍କ ପାଖରେ ସୀମିତ ନାହିଁ, ସମସ୍ତେ ନିହାତି ଭାବରେ
याकू जानिबा दरकार एवं यार यूटिलाइजेशन करिबा दरकार। तेणु आपण निहाती भाବରେ ଆମର ଆଷ୍ଟ୍ରୋ ଜିପ୍ ଯୋଉ ଚ୍ୟାନେଲ ଅଛି ତ ତାକୁ ନିହାତି ସବସ୍କ୍ରାଇବ କରନ୍ତୁ। ଆପଣଙ୍କ ଫ୍ରେଣ୍ଡ ସର୍କଲରେ ମଧ୍ୟ ସେୟାର କରନ୍ତୁ ଏବଂ ଲାଇକ୍ ମଧ୍ୟ କରନ୍ତୁ ଭିଡିଓକୁ ଯଦି ଆପଣଙ୍କୁ ଭଲ ଲାଗିଲା। ଫର୍ଦର ଆମେ ବହୁତ ସାରା ଭିଡିଓ ଡିସ୍କସ କରିବା ବିଭିନ୍ନ ଯୋଗ, ବିଭିନ୍ନ ଆପଣଙ୍କ ଦଶା, ବିଭିନ୍ନ ଜିନିଷ ଆମେ ଆଷ୍ଟ୍ରୋଲୋଜିକାଲ ଇଭେଣ୍ଟ ଯାହା ଯାହା ବି ହଉଛି ତାହା କେମିତି ଆପଣଙ୍କ ଜୀବନରେ ପ୍ରତିବାହିତ ହଉଛି ତାକୁ ନେଇ ମଧ୍ୟ ଆଲୋଚନା କରିବା। ଧନ୍ୟବାଦ।